ବର୍ଷାରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ହିଞ୍ଜିଳିର ସ୍ଥାନୀୟ ବିଧାୟକ ମାନ୍ୟବର ନବୀନ ପଟ୍ଟନାୟକ ଏବଂ ତାଙ୍କୁ ସମସ୍ୟା ଜଣାଇବା ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀ ବର୍ତ୍ତମାନ ଏଇଠି ଅପେକ୍ଷାରେ କରୁଛନ୍ତି। ଆମେ ସେମାନଙ୍କ ସହିତ ଆଲୋଚନା କରିବା ବୁଝିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସେମାନେ କେତେ ଉତ୍ସାହିତ ଅଛନ୍ତି ଏବଂ କିଭଳି ସମସ୍ୟା ଜଣାଇବେ ସେ ନେଇ ଆଲୋଚନା କରିବା। କ'ଣ କହିବା ଆଜ୍ଞା? ପୂର୍ବତନ ମୁଖ୍ୟମନ୍ତ୍ରୀ ଆସୁଛନ୍ତି, କ'ଣ ସମସ୍ୟା ରହିଛି, କ'ଣ ଜଣାଇବେ, କେତେ ଉତ୍ସାହିତ ଅଛନ୍ତି? ଦେଖନ୍ତୁ ଆଜ୍ଞା, ବର୍ତ୍ତମାନ ଯୋଉ ଅଦିନିଆ ବର୍ଷା ହେଲା, ଅଦିନିଆ ବର୍ଷାରେ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଲା। ମୋର ହଉଛି ମକର ଝୋଳ, ମୋ ନାଁ ହଉଛି ଭାଇରାମଚନ୍ଦ୍ର। ବର୍ତ୍ତମାନ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ବାବୁ ଆସିବେ ବୋଲି ଆମେ ସମସ୍ତେ ଆସିଛୁ ଏ ଜାଗାକୁ। ଯୋଉ ବର୍ତ୍ତମାନ ଧାନର କ୍ଷତି ହେଇଛି କହିଲେ ଅସରନ୍ତି, ଯାହା ମେରୁଦଣ୍ଡ ଭାଙ୍ଗିଗଲାଣି, ଗଜା ହେଇକିରି ପୁରା ଧାନ ଖତ ହେଇଗଲାଣି। ଆମେ ଚାହୁଁଛୁ କ୍ଷତିପୂର୍ଣ୍ଣ ତ ସରକାର ଏବେ ବର୍ତ୍ତମାନ ଯୋଉ ସରକାର ଅଛି କ୍ଷତିପୂର୍ଣ୍ଣ ଦେବା ପାଇଁ ନା ନଉ ପଛେ ଆମର ଯାହା ଧାନ ହେଇଛି ସେ ଧାନକୁ ସମ୍ପୂର୍ଣ୍ଣ ଭାବେ ନିଅନ୍ତୁ ବୋଲି ଆମେ କହୁଛୁ। ଯୋଉ ଏଫଏକ୍ୟୁ ଧାନ ମାଗୁଛନ୍ତି ସେ ଏଫଏକ୍ୟୁ ଧାନ ଆମେ ଦେଇପାରିବୁନୁ। ବର୍ତ୍ତମାନ ଯୋଉ ଧାନ ନଷ୍ଟ ହେଇଛି ସେ ଧାନ ସମ୍ପୂର୍ଣ୍ଣ ଭାବେ ନିଅନ୍ତୁ। କ୍ଷତିପୂର୍ଣ୍ଣ ଦେବା କଥା ନା ତ ନେଉନାହାନ୍ତି। ଚାଷୀର ଅବସ୍ଥା ଯାହା ହେଇଛି ଆଉ କହିବାକୁ ନ ସରେ ସାର୍। ନିହାତି ଭାବେ ଚାଷୀ ବହୁତ କ୍ଷୟକ୍ଷତିର ଶିକାର ହେଇଛନ୍ତି। ସାର୍ କ'ଣ କହିବା, ହିଞ୍ଜିଳି ନିର୍ବାଚନ ମଣ୍ଡଳ ମଧ୍ୟ ଚାଷୀ ବ୍ୟାପକ କ୍ଷୟକ୍ଷତିର ଶିକାର ହେଇଛନ୍ତି ଏବଂ ଚାଷୀମାନେ ମଧ୍ୟ ସମବେତ ହୋଇଛନ୍ତି ଯେ ତାଙ୍କର ପ୍ରିୟ ବିଧାୟକଙ୍କୁ ଏ ସମ୍ପର୍କରେ ଜଣାଇବା ପାଇଁ। କ'ଣ କହିବା ସାର୍? ସାରା ବର୍ଷ କଠିନ ପରିଶ୍ରମ କରି ଚାଷୀ ଯୋଉ ଖନ୍ଦ ଉଜୁଡେଇବା ସମୟରେ ଅଦିନିଆ ବର୍ଷା ଆଜି ଚାଷୀର ଏକ ବର୍ଷର ପରିଶ୍ରମକୁ ଧୂଳିସାତ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ଆଜି ବହୁ ପରିମାଣର ଧାନ ବିଲରେ ରହିଯାଇଛି ଯୋଉଥିରେ କି ଅମଳ ହେଇପାରୁନି ଏବଂ ସଂଗ୍ରହ ମଧ୍ୟ ହେଇପାରୁନି କିମ୍ବା ତାକୁ କଳେଇ କାଟିକି ଗଦା ମଧ୍ୟ କରିପାରିନାହାନ୍ତି। ଏ ବାବଦରେ ଚାଷୀମାନଙ୍କର ଯୋଉ ବର୍ଷ ଯାକର ପରିଶ୍ରମ ବୃଥା ହେଇଯାଇଛି ସେଇ ବାବଦରେ ଧାନର କୋହଳ ମାନ ନିର୍ଦ୍ଧାରଣ କରି ସମ୍ପୂର୍ଣ୍ଣ ଧାନକୁ ପ୍ରୋକ୍ୟୁରମେଣ୍ଟ ମାଧ୍ୟମରେ ସରକାର ଗ୍ରହଣ କରନ୍ତୁ କିମ୍ବା ଚାଷୀର ଯୋଉ ଉପଯୁକ୍ତ କ୍ଷତିପୂରଣ ସକାଶେ ଆଜି ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ପାଇଁ ସମସ୍ତ ଚାଷୀ ଆଜି ଏକତ୍ରିତ ହୋଇଛନ୍ତି ଏବଂ ସମସ୍ତଙ୍କର ଦୁଃଖର କାହାଣୀ ବୁଝିବା ପାଇଁ ଆଜି ମାନ୍ୟବର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ହିଞ୍ଜିଳି ଅଞ୍ଚଳକୁ ଆସୁଛନ୍ତି। ଆଜି ସମସ୍ତ ଚାଷୀ ଆଶା ରଖିଛନ୍ତି ଯେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ମାଧ୍ୟମରେ ସରକାରଙ୍କ ନିକଟରେ ଉପସ୍ଥାପନ କରି ସେମାନେ ତାଙ୍କର ନ୍ୟାଯ୍ୟ ଅଧିକାର ପାଇବେ ବା କ୍ଷତିପୂରଣ ହାସଲ କରିବା ଆଶାରେ ଆଜି ଏକତ୍ରିତ ହୋଇଛନ୍ତି। ନିହାତି ଭାବେ ସମସ୍ତେ ଚାହୁଁଛନ୍ତି ଯେ କିଭଳି ଭାବରେ ଚାଷୀଙ୍କୁ କ୍ଷତିପୂରଣ ମିଳେ। ଆମ ପାଖରେ କିଛି ଚାଷୀ ଅଛନ୍ତି, ଆମେ ପଚାରି ବୁଝିବା ଯେ କ'ଣ ସମସ୍ୟା ରହିଥିଲା, କିଭଳି ଭାବରେ କ୍ଷୟକ୍ଷତି ସେମାନେ ଶିକାର ହୋଇଥିଲେ, ଆମେ ଆଲୋଚନା କରିବା। କ'ଣ କହିବା କିଭଳି କ'ଣ ପାଇଁ ଆସୁଛନ୍ତି ଏଇଠିକି? ଆମ କ୍ଷତି ନଷ୍ଟ ହେଲା, ଆମେ ଆସିଛୁ। କ'ଣ କହିବେ ଆପଣ ବିଧାୟକଙ୍କୁ? ଆମେ ନଷ୍ଟ ଦେବେ। ନିହାତି ଭାବରେ ସେମାନଙ୍କର ଆଖିରେ ଲହ ଏବଂ କୋହ ମଧ୍ୟ ଭରି ରହିଛି। ସେମାନେ କ୍ଷୟକ୍ଷତିର ଶିକାର ହୋଇଛନ୍ତି। କ'ଣ କହିବେ ଯେ ଯୋଉଭଳି ଭାବରେ ଆପଣ କ୍ଷୟକ୍ଷତିର ଶିକାର ହେଇଛନ୍ତି, ଆପଣଙ୍କ ପ୍ରିୟ ବିଧାୟକ ବର୍ତ୍ତମାନ ଆପଣଙ୍କ ନିକଟକୁ ଆସୁଛନ୍ତି, କ'ଣ ଦାବି ରହିବ? ଆଜ୍ଞା, ଆମେ ଚାଷ କରୁଛୁ କିନ୍ତୁ ଆଜ୍ଞା ଆମେ ଭାଗ ଚାଷୀ। ଆମର କୌଣସି ରସିଦ ନାହିଁ, କାଗଜ ନାହିଁ, କିଛି ନାହିଁ। ସାହୁକାର ନାଁ କହିଲେ ମଧ୍ୟ କହୁ, କିନ୍ତୁ ଆମର କିଛି ହେଲେ ଇଏ ମାନେ ପଟାକିଟା ଏସବୁ କିଛି ଆଣିପାରୁନି ଆଜ୍ଞା। ଆମର କେମିତି ଆପଣ ଦେଖୁଥିବେ ଯେ ପ୍ରଥମତଃ ଗଞ୍ଜାମରେ ଯେଉଁ ସମୟରେ ପଞ୍ଜୀକରଣ ହେଇଥିଲା, ପଞ୍ଜୀକରଣ ସମୟରେ ଭାଗ ଚାଷୀମାନଙ୍କୁ ସେମାନଙ୍କର ସମ୍ମତି ପତ୍ର ଦେବା ପାଇଁ ସରକାର ଏକ ବାଧ୍ୟତାମୂଳକ ନିୟମ କରିଥିଲେ, ଯଦ୍ୱାରା ଜମି ମାଲିକମାନେ ସମ୍ମତି ପତ୍ର ନ ଦେବାରୁ ଭାଗ ଚାଷୀମାନେ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମ ପାଖରେ ଆଉ କିଛି ସ୍ଥାନୀୟ ଅଞ୍ଚଳର ଚାଷୀ ନେତା ଅଛନ୍ତି, ଆମେ ପଚାରି ବୁଝିବା ଯେ କେତେ ହିଞ୍ଜିଳିର ଚାଷୀମାନେ କ୍ଷୟକ୍ଷତିର ଶିକାର ହେଇଛନ୍ତି ଏବଂ ଆଜି ସ୍ଥାନୀୟ ବିଧାୟକ ଆସୁଛନ୍ତି ଏବଂ ତାଙ୍କ ମାଧ୍ୟମରେ ସରକାରକୁ କିଭଳି ଭାବେ ସେ କ୍ଷୟକ୍ଷତିର ଆକଳନ କରିବେ ଆଉ ଏ ହିଞ୍ଜିଳି ନିର୍ବାଚନ ବେଳେ କେତେ ଉତ୍ସାହିତ ଅଛନ୍ତି। ଆମର ପ୍ରିୟ ନେତା ଆମ ପାଖକୁ ଆସୁଛନ୍ତି, ଏଥିପାଇଁ ଆମେ ସମସ୍ତଙ୍କର ମନର କଥା କହିବା ପାଇଁ ଆଜି ଏଠିକି ସମସ୍ତେ ଆସିଛନ୍ତି। ସମସ୍ତେ ଚାଷୀ କୂଳ ଯେଉଁ ପ୍ରକାର ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି, ଯେଉଁ କଷ୍ଟ ପଡ଼ି ତାଙ୍କର ବର୍ଷ ତମାମ କଷ୍ଟ ପଡ଼ି ଯେଉଁ ଧାନ ଆଦାୟ କରିଥିଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହେଇଛି। ମୁଁ ଏତିକି ଗୋଟେ ସୂଚନା ଦେବାକୁ ଚାହୁଁଛି, ଯେଉଁ ବର୍ତ୍ତମାନ ସରକାର ଅଛନ୍ତି ସେ ଏହା ଯୋଉ କ୍ଷୟକ୍ଷତି ହେଲା, ଯୋଉ ବର୍ଷା ଆସିବା ପାଇଁ ଲୋକମାନଙ୍କୁ ଆଗକୁ କିଛି ସାମୟିକ ସୂଚନା ଦେଲେ ନାହିଁ, ଏ ଦ୍ୱାରା ଏହାର କ୍ଷୟକ୍ଷତି ଅଧିକ ମାତ୍ରା ହୋଇଛି। ଏଣୁ ଏଇ ସରକାରଙ୍କୁ ଆମେ ସମସ୍ତେ ସୂଚାଇ ଦେବାକୁ ଚାହୁଁଛୁ, ଯେଉଁ ଚାଷୀମାନଙ୍କର ଯେଉଁ ମୂଲ୍ୟବାନ ସମୟ ଦେଇ ସେମାନଙ୍କର ଯେଉଁ ପରିଶ୍ରମର ଯେଉଁ ମୂଲ୍ୟ ପାଇଁ ସମସ୍ତେ ତାଙ୍କର କିପରି ପାରିଶ୍ରମିକ ମିଳିପାରିବ ବୋଲି ମୁଁ ଚାଷୀ ସମାଜ ତରଫରୁ ଜଣାଉଛି। ନିହାତି ଭାବରେ ସମସ୍ତଙ୍କର ଗୋଟିଏ ଆଶା, ଗୋଟିଏ ଲକ୍ଷ୍ୟ ଯେ ସରକାର କ୍ଷତିପୂରଣ ଦିଅନ୍ତୁ। ଏ ବାବଦରେ ସରକାର ଚିନ୍ତିତ ମଧ୍ୟ ହୁଅନ୍ତୁ, ସେ ନେଇ ସମସ୍ତେ ଦାବି ଜଣାଇବେ। କ'ଣ କହିବେ ଆଜ୍ଞା, ଆଜି ଏତେ ଜନସାଧାରଣ ସମବେତ ହେଇଛନ୍ତି, ସେମାନଙ୍କର ଦାବି ରହୁଛି ଯେ କ୍ଷତିପୂରଣ ସମସ୍ତଙ୍କୁ ମିଳୁ, ସବୁ ବର୍ଗର ଚାଷୀ କ୍ଷତିପୂରଣ ପାଆନ୍ତୁ, କ'ଣ ରହିବ ଦାବି?
देखो आपण मैंने तो निजे देखी ये असंख्य लोक जमा होती माँ भौणी मैंने समस्त आसती चाषी मान क्षयक्षति देखापी आज मान्यवर प्रिय विधायक हिंजिली आसुँच चाषी मान मेरुदंड भांगी जाए दुर्दिन अवस्था अच्छा किसी एथर आ फसल है ना गोटे आर्थिक अवस्था निजे लोक मैंने ऋण कर जो चाष कम करते से पैसा गला चाष तो गला गला पैसा गला सुध को आनी सी गला मुंड उपर भाड़ी पड़ी आम पैसा दी पैसा पाऊ के ये जो निकम्मा सरकार जो सरकार राज्य सरकार जे केबे भाभी नथिया सरकार जो आसिक शासन गादी रे बसी से निजे किसी जानी पाउना ए मोहन सरकार किसी जानी पाउना चाषी की प्रकार क्षति दिया हम कौन दिया एत पर्यटन सचेतन केबे वर्षा हम कौन हम वर्षा कोड़े हम कौन हम तार आकलन कले सचेतना कले ए बिना सचेतन कथा जहाँफल अभाव सब दूर कर पारे कौन कह सरकार कहते जे आज गोटे दिन अवधि बुला जो मैंने इंश्योरेंस कर पुनर्आवेदन कर आज्ञा आप देखिए आम पूर्व सरकार बीजेडी सरकार नवीन बाबू आप देखिए ऋण छाड़ आरंभ करी पूर्व दिन में जहाँ जहाँ लोक भावुवे जहाँ चिंता करके लोक सरकार करुला एवं गोटे दिन अवधि ना मसे अवधि बढ़े किसी करें लोक मैंने गोटे दिन से श्रेय ना चेष्टा कर निजे आसिक गोटे दिन किसी कम नुह तेणु आपण मैंने देखिए निज विधायक गोटे पाइबे सी लिखित आकार समस्त देवे चाष चाषी समस्त आसछन्ति तेणुक सरकार विरुद्ध में लड़े हम एवं आपण मैंने देखिए जदि लड़े हिंजिली ही आरंभ हम गंजाम जिले में जो प्रकार अवस्था चाषी अवस्था होती दूर करने सरकार किसी करना तेणुक आम समस्ते लड़े करूँ चाषी मान चाषी को जदि क्षतिपूरण न मिले ताले हिंजिलीवासी लड़े करने को सजग होती जो दुर्दिन आसी से दुर्दिन सरकार साथ दे क्षतिपूरण देवाक चाषीकूल दाबी कर हिंजिली कैमेरा पर्सन गोपाल रेड्डी किरोसिन महांती सकाळ न्यूज।